ପିଲାମାନେ କମ୍ପଲସରି ଏମ୍ଆଇଏଲ୍ ଓଡ଼ିଆ ଆର୍ଟ୍ସ ପାଇଁ, ସାଇନ୍ସ ପାଇଁ, କମର୍ସ ପାଇଁ ସମସ୍ତଙ୍କ ପାଇଁ 2026ର ଦୀର୍ଘ ଉତ୍ତରମୂଳକ ସିଲେକ୍ସନ୍ ଏବଂ ଅନ୍ୟାନ୍ୟ ସିଲେକ୍ସନ୍ ଆସିଗଲା। ତେଣୁ ଚାଲନ୍ତୁ ଦେଖିବା କ'ଣ କ'ଣ ସିଲେକ୍ସନ୍ ଅଛି ଆର୍ଟ୍ସ ପାଇଁ, ସାଇନ୍ସ ପାଇଁ, କମର୍ସ ପାଇଁ। ତେଣୁ ଚାଲନ୍ତୁ ଆଉ 2 ମାର୍କିଆ 3 ମାର୍କିଆ ଯେତେ ବି ଅଛି ମୁଁ ତୁମକୁ ସିଲେକ୍ସନ୍ କୋଶ୍ଚିନ୍ ଗୁଡ଼ାକ ଦେଇଦେବି। ଏବଂ ଦେଖନ୍ତୁ ପ୍ରଥମ ଆର୍ଟ୍ସ ପାଇଁ ପଦ୍ୟରେ ତୁମର ପଦ୍ୟରେ ଲଙ୍ଗ କୋଶ୍ଚିନ୍ ଆସିବ 5 ମାର୍କିଆ। ଆର୍ଟ୍ସ ପାଇଁ ଏଇ 2ଟି ପ୍ରଶ୍ନ ଯଦି କରିଦିଆଯାଏ ତାହେଲେ ଗୋଟିଏ ନିହାତି ପଡ଼ିବ। ଆର୍ଟ୍ସ ପାଇଁ ପ୍ରଥମ ଅଛି ବନ୍ଦୀର ବିରହ ବ୍ୟଥା ପଠିତ କବିତା ଅନୁସରଣରେ କବି ଗୋପବନ୍ଧୁଙ୍କର ପ୍ରକୃତି ପ୍ରୀତି ସ୍ୱଦେଶ ପ୍ରୀତିର ପରିଚୟ ଦିଅ। ଏଭଳି ପ୍ରଶ୍ନ ପଡ଼ିବ। ଗୋଟିଏ ପ୍ରଶ୍ନ ଭଲ ଭାବରେ କରିଦେବ। ଯେକୌଣସି ପ୍ରଶ୍ନ ଆସିବ ସେଟାକୁ ଲେଖିବ। ତେଣୁ ତୁମକୁ ମାର୍କ ସବୁ ମିଳିଯିବ। ବାର୍ତ୍ତା କବିତା ଅଛି, ବହୁତ ଇମ୍ପୋର୍ଟାଣ୍ଟ। ବାର୍ତ୍ତା କବିତାରେ କବି ଆଧୁନିକ ଜୀବନ ସମ୍ପର୍କରେ ଯେଉଁ ବାର୍ତ୍ତା ଦେଇଛନ୍ତି ଆଲୋଚନା କର। ତାପରେ ଦେଖିବା ସାଇନ୍ସର ପିଲାମାନେ, ଯେଉଁମାନେ ସାଇନ୍ସ ପିଲା ସମୟ ପାଆନ୍ତିନି ପଢ଼ିବା ପାଇଁ ଏମ୍ଆଇଏଲ୍ ଓଡ଼ିଆକୁ, ତେଣୁ ଏକା ସାଙ୍ଗରେ ଏକାଥରେ ଏଇ ଲଙ୍ଗ କୋଶ୍ଚିନ୍କୁ କରିଦେବେ। ବାର୍ତ୍ତାର ସିଲେକ୍ସନ୍ ଅଛି। ବାର୍ତ୍ତା କବିତାରେ କବି ଆଧୁନିକ ଜୀବନ ସମ୍ପର୍କରେ ଯେଉଁ ବାର୍ତ୍ତା ଦେଇଛନ୍ତି ଆଲୋଚନା କର। ବଡ଼ପଡ଼ ଅଛି ସିଲେକ୍ସନ୍। ବଡ଼ପଡ଼ର କ'ଣ ଆସିବ, କୋଶ୍ଚିନ୍ ଆସିବ ନା ବଡ଼ପଡ଼ କବିତା ଆଧାରରେ କବି ରାଧାନାଥ ରାୟଙ୍କର ଜୀବନ ପ୍ରତି ଦୃଷ୍ଟିଭଙ୍ଗୀର ପରିଚୟ ପ୍ରଦାନ କର। କମର୍ସ ପିଲାମାନେ ଯେଉଁ ଜଗିକି ରହିଛନ୍ତି, କମର୍ସ ପିଲାମାନଙ୍କର ପଦ୍ୟର ସିଲେକ୍ସନ୍ ହେଉଛି ବନ୍ଦୀର ବିରହ ବ୍ୟଥା ପଠିତ କବିତା ଅନୁସରଣରେ କବି ଗୋପବନ୍ଧୁଙ୍କ ପ୍ରକୃତି ପ୍ରୀତି ଓ ସ୍ୱଦେଶ ପ୍ରୀତିର ପରିଚୟ ଦିଅ। ଆଉ ତପସ୍ୱୀ ନିରପତ୍ର ମଧ୍ୟ ତାଙ୍କର ସିଲେକ୍ସନ୍ ଅଛି। ତପସ୍ୱୀ ନିରପତ୍ର କବିତା ଅବଲମ୍ବନରେ ସୀତାଙ୍କ ଚାରିତ୍ରିକ ମହତ୍ୱର ପରିଚୟ ଦିଅ। ପିଲାମାନଙ୍କର ମନରେ ପ୍ରଶ୍ନ ଉଠେ, ସାର୍ 2ଟି ପ୍ରଶ୍ନ କହିଛନ୍ତି, 2ଟି ପ୍ରଶ୍ନ କ'ଣ ସଫିସିଏଣ୍ଟ ଆମ ପାଇଁ? ହଁ ପିଲାମାନେ, ସଫିସିଏଣ୍ଟ। ପଦ୍ୟରେ ଯେଉଁ 2ଟି ପ୍ରଶ୍ନ ଦେଉଛି ସେଇ 2ଟିକୁ କରିଦେବ ଏବଂ ସେଇ ବିଷୟ ପଢ଼ିବ। ସେଇ ବିଷୟର ଯେକୌଣସି ପ୍ରଶ୍ନ ଆସିବ ଏହାର ଉତ୍ତର ଲେଖିଦେବ। ଆଉ ସବୁ ଲଙ୍ଗ କୋଶ୍ଚିନ୍ର ଉତ୍ତର ମଧ୍ୟ ମୁଁ ବୁଝେଇଦେବି, ତୁମକୁ ପଢ଼େଇଦେବି। ଗଦ୍ୟ ଚାଲନ୍ତୁ ଦେଖିବା କ'ଣ ସିଲେକ୍ସନ୍ ଅଛି। ତ ପ୍ରଥମେ ଆର୍ଟ୍ସରେ ପିଲାମାନେ 2ଟି ଚାପ୍ଟର ସିଲେକ୍ସନ୍ ଅଛି। ଗୋଟେ ହେଉଛି ପୁଷ୍ପପୁରରେ ବର୍ଷାବରଣ, ଆଉ ଗୋଟେ ହେଉଛି ତିନି ତୁଣ୍ଡରେ। ତେଣୁ ପୁଷ୍ପପୁରରେ ବର୍ଷାବରଣରେ ଆର୍ଟ୍ସ ପିଲାଙ୍କର ସେ ପୁଷ୍ପପୁରରେ ବର୍ଷାବରଣ ପ୍ରବନ୍ଧରେ ପ୍ରାବନ୍ଧିକ ଉତ୍କଳର ଯେଉଁ ଭୌଗୋଳିକ ଚିତ୍ର ଉପସ୍ଥାପନ କରିଛନ୍ତି ତାକୁ ଆଲୋଚନା କର। ଆଉ ତିନି ତୁଣ୍ଡରେ ଛେଳି କୁକୁର, ତିନି ତୁଣ୍ଡରେ କିପରି ଛେଳି କୁକୁର ହୁଏ ବା କୁକୁରରେ ପରିଣତ ହୋଇଥାଏ ପଠିତ ପ୍ରବନ୍ଧ ଭିତ୍ତିରେ ଲେଖ। ତ ଯେକୌଣସି ପ୍ରଶ୍ନ ପଡ଼ିବ ତାକୁ ତୁମେ ଲେଖିଦେବ। ଏଇଭଳି ପ୍ରଶ୍ନ ମୁଁ ବାଛିଛି। ତେଣୁ ସେଟା ଗୋଟେ ସବୁ ପ୍ରଶ୍ନ ପାଇଁ ଗୋଟେ ମାନେ ସାହାଯ୍ୟ କରିବ। ସାଇନ୍ସ ପିଲାମାନଙ୍କର ଅଛି କ'ଣ ନା ସ୍ୱାଧୀନ ଦେଶରେ ଶିକ୍ଷା ଚିନ୍ତା। ତେଣୁ ପ୍ରଶ୍ନ ଅଛି ଶିକ୍ଷାକୁ ଆମ ଦେଶରେ ଶେଷ ସ୍ଥାନ ନ ଦେଇ ଶୀର୍ଷ ସ୍ଥାନ ଦେବା ପାଇଁ ପ୍ରାବନ୍ଧିକଙ୍କର ଯୁକ୍ତିର ଯଥାର୍ଥତା ପ୍ରତିପାଦନ କର। ଯେକୌଣସି ପ୍ରଶ୍ନ ସ୍ୱାଧୀନ ଦେଶରେ ଶିକ୍ଷା ଚିନ୍ତାରୁ ଆସିବ, ଏଇ ଉତ୍ତରଟି ଲେଖିଦେବ। ଉତ୍ତର ମଧ୍ୟ ତୁମକୁ କହିଦେବି। ତିନି ତୁଣ୍ଡରେ ଅଛି ସାଇନ୍ସର ପୁଣି ଆଉ ଗୋଟେ ମାନେ ଗଦ୍ୟରେ ଲଙ୍ଗ କୋଶ୍ଚିନ୍ର ସିଲେକ୍ସନ୍। ତିନି ତୁଣ୍ଡରେ ଛେଳି କୁକୁର କିପରି ଛେଳି କିପରି କୁକୁରରେ ପରିଣତ ହୋଇଥାଏ ପଠିତ ପ୍ରବନ୍ଧ ଭିତରେ ଲେଖ। କମର୍ସ ପିଲାମାନଙ୍କର ପୁଷ୍ପପୁରରେ ଅଛି ଆଉ ତିନି ତୁଣ୍ଡରେ। ପୁଷ୍ପପୁରରେ କ'ଣ ପଡ଼ିବ? ପୁଷ୍ପପୁରରେ ବର୍ଷାବରଣ ପ୍ରବନ୍ଧରେ ପ୍ରାବନ୍ଧିକ ଉତ୍କଳର ଯେଉଁ ଭୌଗୋଳିକ ଚିତ୍ର ଉପସ୍ଥାପନ କରିଛନ୍ତି ତାକୁ ଆଲୋଚନା କର। ଆଉ ତିନି ତୁଣ୍ଡରେ ଛେଳି କିପରି କୁକୁରରେ ପରିଣତ ହୁଏ ତାକୁ ପ୍ରବନ୍ଧ ଭିତ୍ତିରେ ଆଲୋଚନା କର। ପିଲାମାନେ ସର୍ଜନାତ୍ମକ ରଚନା ତମର ପଡ଼ିବ ନୀତିଗତ ଏବଂ ଭ୍ୟାଲୁ ବେସ୍ଡ ବା ତମର ଯେଉଁ ମୋରାଲ ଭ୍ୟାଲୁ ବା ଭ୍ୟାଲୁ ବେସ୍ଡ ମୂଲ୍ୟ ଭିତ୍ତିକ ପ୍ରଶ୍ନ ପଡ଼ିବ। ତ ମୂଲ୍ୟ ଭିତ୍ତିକ ପ୍ରଶ୍ନରେ ବିରାଡ଼ି କପାଳକୁ ଶିକା ଛିଡ଼ିବା କିମ୍ବା କଳାକନା ବୁଲାଇବା, ଘର ଢିଙ୍କି କୁମ୍ଭୀର, ତିଳକୁ ତାଳ କରିବା, ମାଙ୍କଡ଼ ହାତରେ ଶାଳଗ୍ରାମ, ଚାଲି ନ ଜାଣି ବାଟର ଦୋଷ, ଅଳ୍ପ ବିଦ୍ୟା ଭୟଙ୍କରୀ, ତୁଳସୀ 2 ପତ୍ର ବାସେ, ଏଗୁଡ଼ିକ ସବୁ କ'ଣ ନା ସେଗୁଡ଼ିକ ସବୁ ମୂଲ୍ୟ ଭିତ୍ତିକ। ବାହାଘର ବେଳେ ବାଇଗଣ ରୁଆ, ଅରକ୍ଷିତକୁ ଦହି ବସା, ଲେମ୍ବୁ ଅତି ଚିପୁଡ଼ିଲେ ପିତା, ଆ ବଳଦ ମତେ ବିନ୍ଦ,
କରଜିଲା ମେଘ ବରଷେ ନାହିଁ ଏଗୁଡ଼ିକ ଏକ୍ସପ୍ଲାନେସନଟା ମନେ ରଖିବ। ଆଉ ମୁଁ ମଧ୍ୟ ସବୁ ଅଛି ୟୁଟ୍ୟୁବରେ ଭିଡ଼ିଓ ଗୁଡ଼ିକ ତଥାପି ଆଉ ଥରେ ପଢ଼େଇଦେବି। ଏଇଟା ଆର୍ଟ୍ସ ପିଲାମାନଙ୍କର, ସାଇନ୍ସ ପିଲାଙ୍କର, କମର୍ସ ପିଲା ସମସ୍ତଙ୍କ ପାଇଁ। ବିନାଶ କାଳେ ବିପରୀତ ବୁଦ୍ଧି, ଧୀର ପାଣି ପଥର କାଟେ, ଛୋଟ ସାପର ବେଶୀ ବିଷ, ସ୍ୱର୍ଗକୁ ନିଶୁଣି ନାହିଁ, ତିନି ତୁଣ୍ଡରେ ଏଇ କୁକୁର, ଅଳପଦନ ବିକଳ ମନ, କଷ୍ଟ ନ କଲେ କୃଷ୍ଣ ମିଳେ ନାହିଁ। ବଢ଼ିଆ ବଢ଼ିଆ ବିଷୟ ଗୁଡ଼ିକ। ଆହୁରି ଅଛି ପୁଣି ଅଜାଗା ଘା ଦେଖିବେନି କି ଦେଖାଇ ହୁଏନି, ସକଳ ତୀର୍ଥ ତୋ ଚରଣେ, ରଖେ ହରି ତୋର ମାରେ କିଏ, ଆପଣା ହସ୍ତ ଦିଆ ଚେଦି, ଯେତେ ମାଠିବୁ ମାଠ ସେଇ ଦରପୋଡ଼ା କାଟ। ଏମନ ଭାବୁଥାଏ ଯାହା କାଳ ପ୍ରପତେ ହୁଏ ତାହା, ଅବୁଜା ରାଜାକୁ ପାଳବିଣ୍ଡା ମନ୍ତ୍ରୀ। ଏଭଳି 37ଟି ପ୍ରଶ୍ନ ମୁଁ ତମ ପାଖରେ ରଖିଲି। ତାପରେ ତମର ଦରଖାସ୍ତ ପତ୍ର ଲିଖନ ଯେଉଁ ଆସିବ କ'ଣ ସିଲେକ୍ସନ। ପିଲାମାନେ ଦେଖ, ମହାବିଦ୍ୟାଳୟ ସାଂସ୍କୃତିକ ପରିଷଦର ସମ୍ପାଦକ ଭାବରେ ନିଜ ମହାବିଦ୍ୟାଳୟରେ ଏକ ସ୍ଥାୟୀ ମଞ୍ଚ ନିର୍ମାଣ ପାଇଁ ତୁମ ରାଜ୍ୟର ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀକୁ ଏକ ଦରଖାସ୍ତ ଲେଖ। 2 ନମ୍ବରରେ ତୁମ ବାସଗୃହ ଆଖପାଖରେ ଗଚ୍ଛିତ ବର୍ଷା ଜଳ ଜନିତ ଅସୁବିଧାର ଦୂରୀକରଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷକୁ ଦରଖାସ୍ତ। ଏଗୁଡ଼ା ସବୁ ଦରଖାସ୍ତ କଥା କହୁଛି। ତାପରେ ତୁମ କଲେଜର ତରଫରୁ ରକ୍ତଦାନ ଶିବିର ରହିଛି, ତେଣୁ ସହରର ମୁଖ୍ୟ ଚିକିତ୍ସାଳୟର ଅଧିକାରୀଙ୍କୁ ଆବଶ୍ୟକୀୟ ସାହାଯ୍ୟ ଯୋଗାଇ ଦେବା ପାଇଁ ଅଧ୍ୟକ୍ଷଙ୍କ ଜରିଆରେ ଏକ ଦରଖାସ୍ତ ଲେଖ। ତାପରେ ତୁମ ସାହି ନିକଟରେ ଏକ ଶିଶୁ ଉଦ୍ୟାନ ନିର୍ମାଣର ଆବଶ୍ୟକତା ଦର୍ଶାଇ ମ୍ୟୁନିସିପାଲିଟି ନିକଟକୁ ଏକ ଦରଖାସ୍ତ ଲେଖ। ଏତିକି ଦରଖାସ୍ତ କରିଲେ ବାଜିଯିବ ପିଲାମାନେ। ତୁମ ଗାଁକୁ ସବୁଦିନିଆ ରାସ୍ତା ନଥିବା ଯାଏ, ସବୁଦିନିଆ ରାସ୍ତା ମାନେ ଅସୁବିଧା ଅଛି। ସବୁଦିନିଆ ରାସ୍ତା ନଥିବା ଜନିତ ଅସୁବିଧା ଦର୍ଶାଇ ଏକ ପକ୍କା ରାସ୍ତା ନିର୍ମାଣ ନିମନ୍ତେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଦରଖାସ୍ତ ଲେଖ। ସହରରେ ବର୍ଜ୍ୟବସ୍ତୁ ସମସ୍ୟା ସମ୍ପର୍କରେ ଏକ ପ୍ରତିଷ୍ଠିତ ଖବରକାଗଜ ସମ୍ପର୍କକୁ ସମ୍ପାଦକଙ୍କୁ ପତ୍ର ଲେଖ। ତୁମ ଅଞ୍ଚଳରେ ଥିବା ଅରଣ୍ୟ ସମ୍ପଦର ସୁରକ୍ଷା ଲାଗି କୌଣସି ଦୈନିକ ସମ୍ବାଦପତ୍ରର ସମ୍ପାଦକ ଦୃଷ୍ଟି ଆକର୍ଷଣରେ ଏକ ପତ୍ର ଲେଖ। ଏଇଭଳି ପଡ଼ିବ। କିନ୍ତୁ ମାନେ ଏ ଯେଉଁ ଆପ୍ଲିକେସନ୍ ବା ଦରଖାସ୍ତ ଠାରୁ ପତ୍ରଟା ବହୁତ ଇଜି ଲେଖିପାରିବ। ଯେମିତିକି ସାଙ୍ଗ ନିକଟକୁ ପତ୍ର ଆସେ, ନୂଆକରି ଛାତ୍ରାବାସରେ ରହିବାକୁ ଯାଉଥିବା ତୁମ ସାନ ଭାଇର ଆଞ୍ଚଳିକ ଅଭିଭାବକ ହେବା ପାଇଁ ତୁମର ଜଣେ ସାଙ୍ଗଙ୍କ ନିକଟକୁ ପତ୍ର ଲେଖିବ। ତାପରେ ଅଛି ମହାବିଦ୍ୟାଳୟରେ ନାମ ଲେଖିବା ବେଳେ ନିଜ ପସନ୍ଦର ପାଠ୍ୟପୁସ୍ତକ ମିଳୁନଥିବାରୁ ତୁମ ମନର ଅବସ୍ଥା ବର୍ଣ୍ଣନା କରି ସାଙ୍ଗ ନିକଟକୁ ପତ୍ର ଲେଖ। ତୁମର ପାଠପଢ଼ା କିପରି ଚାଲିଛି ତା ଜଣାଇ ବିଦେଶରେ ଥିବା ବାପାଙ୍କ ପାଖକୁ ଚିତ୍ର ଲେଖ। ବାପାଙ୍କ ହଉ ମାଆଙ୍କ ହଉ ନାଇଁ, କଟକ ବାଲିଯାତ୍ରା ବୁଲିବାର ତୁମ ଅନୁଭୂତି ବର୍ଣ୍ଣନା କରି ଦୂରରେ ପାଠ ପଢ଼ୁଥିବା ବଡ଼ ଭାଇଙ୍କ ନିକଟକୁ ଏକ ପତ୍ର ଲେଖ। ଏଇଭଳି ଭାବରେ ବଡ଼ ଭାଇକୁ, ସାନ ଭାଇକୁ, ସାନ ଭଉଣୀକୁ କିମ୍ବା ସାଙ୍ଗକୁ, ବାପା ମାଆଙ୍କୁ ଚିଠି ପଡ଼ିବ। ତାପରେ ତୁମର ବ୍ୟାକରଣ ପ୍ରଶ୍ନ ଯେଉଁ ଆସିବ, ତୁମେ ପଚାରୁଥିଲ ବ୍ୟାକରଣ କ'ଣ ଆସିବ, ରୂଢ଼ି ଆସିବ, ଏକପଦୀକରଣ ଆସିବ, ସମୁଚ୍ଚାରିତ ଭିନ୍ନର୍ଥବୋଧକ ଆସିବ, ବିପରୀତ ବୋଧକ ଆସିବ, ଆଉ ଭ୍ରମ ସଂଶୋଧନ ଆସିବ। କେମିତି ଆସିବ ନା ତୁମର MCQ ପ୍ରଶ୍ନ ଆସିବ। କ'ଣ ଆସିବ? MCQ ପ୍ରଶ୍ନ। ଠିକ୍ ଅଛି ପିଲାମାନେ, ଆଉ ଯାହା ବି 2 ମାର୍କିଆ 3 ମାର୍କିଆ ପ୍ରଶ୍ନ ଥିବ ତୁମକୁ କ'ଣ କରିକି ତୁମକୁ ସିଲେକ୍ସନ୍ ପ୍ରଶ୍ନକୁ କ୍ୱେଶ୍ଚିନ୍ ଆନ୍ସର ସହିତ ମୁଁ ତୁମକୁ ଦେଇଦେବି। ମୋ ସହିତ ଯୋଡ଼ି ରହିଥାନ୍ତୁ ଏବଂ ବାରମ୍ବାର କ୍ଲାସ୍ କରୁଥାନ୍ତୁ ପ୍ରତ୍ୟେକ ଦିନ। ଠିକ୍ ଅଛି, ରହିଲି। ବନ୍ଦେ ଉତ୍କଳ ଜନନୀ।